ବାଲେଶ୍ୱର ରେଳ ଧାରଣା ଦେଇ ଗୋଟିଏ ପ୍ଲାଟଫର୍ମରୁ ଅନ୍ୟ ଏକ ପ୍ଲାଟଫର୍ମକୁ ଆସୁଥିବା ବେଳେ ଟ୍ରେନ୍ ଧକ୍କାରେ ଜନୈକ ଆର୍ପିଏଫ୍ ମହିଳା କନେଷ୍ଟବଳ ଆହତ ହୋଇଛନ୍ତି। ଜି କବିତା ନାମ୍ନୀ ମହିଳା କନେଷ୍ଟବଳଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ମିଳିଥିବା ସୂଚନା ଅନୁସାରେ କବିତା ବାଲେଶ୍ୱର ରେଳ ଷ୍ଟେସନର 2 ନମ୍ବର ପ୍ଲାଟଫର୍ମରୁ ରେଳ ଧାରଣା ଉପର ଦେଇ 3 ନମ୍ବର ପ୍ଲାଟଫର୍ମକୁ ଯାଉଥିଲେ। ସେହି ସମୟରେ ଭଦ୍ରକ ପଟୁ ଯାଜପୁର ଲୋକାଲ ଟ୍ରେନ୍ ଆସୁଥିଲା। ଅନ୍ୟମନସ୍କ ଥିବାରୁ କବିତା ଟ୍ରେନ୍ ଆସିବା ବାବଦରେ ଜାଣିପାରିନଥିଲେ। ଫଳରେ 3 ନମ୍ବର ପ୍ଲାଟଫର୍ମକୁ ଚଢ଼ିବା ପୂର୍ବରୁ ଟ୍ରେନ୍ ତାଙ୍କୁ ଧକ୍କା ଦେଇଥିଲା। ଏଥିରେ ଗୁରୁତର ଆହତ ହୋଇଥିବା କବିତାଙ୍କୁ ଅନ୍ୟ ଆର୍ପିଏଫ୍ କର୍ମଚାରୀମାନେ ଉଦ୍ଧାର କରିବା ସହ ତୁରନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ।